ରଖୁଛି ଆଜ୍ଞା ସାର୍। ଆଜି ନୂତନ ଏଜେନ୍ସି ଆମର ହସ୍ପିଟାଲ କିଛି ସାର୍ଟିଫିକେଟ ସେ ଡକୁମେଣ୍ଟ କଲେକ୍ସନ କରୁଥିଲା। ସେ ଡକୁମେଣ୍ଟ ଦବା ଉଦ୍ଦେଶ୍ୟରେ ମୁଁ ମେଡିକାଲକୁ ଚିକିତ୍ସାଳୟକୁ ଯାଇଥିଲି। ଡକୁମେଣ୍ଟ ଦେଇକି ରିଟର୍ନ ହଉଥିଲି। ସେଇ ଟାଇମରେ ଘଣ୍ଟପଡ଼ା ଗ୍ରାମର ବିଜେଡି ମନୋଜ ସାହୁ ଏବଂ ତାଙ୍କର ସହକର୍ମୀ ଯେମିତିକି ରିଚି ଦେହୁରୀ ଏବଂ ମଣ୍ଟୁ ନାମକ ବ୍ୟକ୍ତି ବିଶେଷ ମାନେ ଆସି ପ୍ରଥମେ ମତେ ଭାଷା କହିବା ପାଇଁ ଚେଷ୍ଟା କଲେ। ମୁଁ ସେ ସବୁ ଭ୍ରୁକ୍ଷେପ ନକରି ଆଗକୁ ବଢି ଚାଲିଲି, କିନ୍ତୁ ପରିଶେଷରେ ସେ ମଣ୍ଟୁ ନାମକ ପିଲା ଆସି ମୋ ଗାଡି ଆଗରେ ମାନେ ମୋ ଆଗରେ ଗାଡି ଛେକିଦେଲା ଏବଂ ଛେକିକି ମତେ କହିଲା ଯେ ଅସଭ୍ୟ ଭାଷାରେ କହିଲା। ତାପରେ ମୁଁ ଯେତେବେଳେ ତାକୁ ପ୍ରତିରୋଧ କରିବା ପାଇଁ ଚେଷ୍ଟା କଲି, ବିଜେଡିର ସେ ମନୋଜ ସାହୁ ମୋ ମୁହଁକୁ ମାରିଲେ। ମୋ ଚଷମା ମଧ୍ୟ ଗୋଟେ ସାଇଡ ଭାଙ୍ଗି ଯାଇଛି। ସେ ମାରିଲା ଭିତରେ କିଏ ଜଣେ ମୋ ପଛ ମୁଣ୍ଡକୁ ମାରିଲା, ମୁଁ ତଳେ ପଡିଗଲି। ଆଜ୍ଞା ମତେ ସେଇ ଟାଇମରେ କିଛି ବି ଆଉ ଦେଖାଗଲାନି। ସେଇ ଟାଇମରେ ତାଙ୍କ ମଧ୍ୟରୁ କିଏ କଣ ଧରିଥିଲା ମୁଁ ଜାଣିନି। ଆଜ୍ଞା ଛାତିରେ ମୋର ମାରିଲା ଯେ ଛାତି ଆଜ୍ଞା ମୋର କଟିଛି। ଆଜ୍ଞା ସେ ଗୋଟେ ଧାରୁଆ ଅସ୍ତ୍ରରେ ମତେ ସେ ମାରିଲେ। ଆଉ ମତେ ତ ଅସ୍ପଷ୍ଟ ଦେଖା ଯାଉଥିଲା, ମୁଁ ସଠିକରେ ତାଙ୍କ ମୁହଁ ଦେଖି ପାରିନି। କିନ୍ତୁ ସାର୍ ସେ ବହୁତ ଜୋରରେ ମତେ କ୍ଷତ ବିକ୍ଷତ କରିଛନ୍ତି ଏବଂ ମୁଁ ଯେତେବେଳେ ପଡିଗଲି ବର୍ତ୍ତମାନ ସୁଦ୍ଧା ବି ମତେ ଭଲସେ ମୋର ବାକ୍ ଶକ୍ତି ବି ମୋର ଠିକ ସେ ବାହାରୁନି ସାର୍। ଦେଖନ୍ତୁ ଯୋଉ ଟାଇପର ବିଗତ ଦିନରେ ଆପଣମାନେ ଦେଖିଥିବେ ନର୍ସ କେଳେଙ୍କାରୀ ଯୋଉ ଟାଇପର ହେଲାଣି, ଏଠି ତ ସାରା ତାଳଚେର ଭୟ ଭିତରେ ଅଛନ୍ତି ରୋଗୀ ସେବା ପାଇଁ। ଆଜି ମୁଁ ଯାଇଥିଲି, ମୋର ଗ୍ୟାଷ୍ଟ୍ରିକ୍ ହେଇଥିଲା, ମୁଁ ସେଥିପାଇଁ ଡକ୍ଟରଙ୍କୁ ଦେଖା କରିବା ପାଇଁ ଯାଉଥିଲି। ସେଇ ସମୟରେ ସେଇ ଷ୍ଟାଫ ନର୍ସ ଭିତରୁ ଯିଏ ଗୋଟିଏ ମୁଖ୍ୟ ଦଲାଲ, ତାଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ କାହିଁକି ଧରିନି, କାହିଁକି ଜେରା କରିନି ମୁଁ ଜାଣିବିନି, କିନ୍ତୁ ସେ ଦଲାଲ ଆସିକି ମତେ ଅସଭ୍ୟାସରେ ଗାଳି ଗୁଲଜ କରିବା ସହିତ ଅସଭ୍ୟାସରେ ଗାଳି ଗୁଲଜ କଲେ ଏବଂ ତାଙ୍କୁ ମୁଁ ପ୍ରତିବାଦ କରିବା ଦ୍ୱାରା ମତେ ସେ ଧକ୍କା ଦିଟା ମାରିଲେ। ତେଣୁ ମୁଁ ଆସିକି ଲିଖିତ ମାଧ୍ୟମରେ ପୋଲିସକୁ ଜଣାଇଲି। ପୋଲିସକୁ ଜଣାଇଲା ପରେ ମୁଁ ଏଠି ଅଛି। ସେ ବାବୁ ଜଣକ ଆସିଲେ, ଏଠି 10 ମିନିଟ୍ ପରେ ଆସିଛନ୍ତି। ଆସିଲା ପରେ ମୁଁ ଶୁଣିବାକୁ ପାଇଲି ସେ କଣ ଆମ ନାଁରେ ଏଫଆଇଆର କରିଛନ୍ତି, କାଉଣ୍ଟର ଏଫଆଇଆର କରିଛନ୍ତି। ତେଣୁ ମୁଁ ଅନୁରୋଧ କରିବି ପ୍ରଶାସନ ଏବଂ ପୋଲିସକୁ ଯେ କ୍ୟାମେରା ଯେତେ ସବୁ ସିସିଟିଭି କ୍ୟାମେରା ଅଛି ତାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉ ଏବଂ ସଠିକ ତଦନ୍ତ ହେଲେ ନିଶ୍ଚିନ୍ତ ଭାବରେ ଦୋଷୀ କିଏ ଜଣା ପଡିବ। ଆପଣ ତାକୁ ଚୁରାମାଳ କରିଥିବାର ଗୋଟେ ଅଭିଯୋଗ ହେଉଛି, ସେମାନେ ମଧ୍ୟ ଏତଲା କଣ କହିବେ, ଚୁରାମାଳ କରିଥିଲେ ନା? ନିଶ୍ଚିନ୍ତ ଭାବରେ ଗୋଟେ ଫଲ୍ସ ଏଫଆଇଆର କରିଛନ୍ତି। ତେଣୁ ଆପଣ ସିସିଟିଭିରେ ଦେଖିପାରିବେ ଏଇ ପୋଲିସ ଷ୍ଟେସନକୁ ସେ ଆସିବା ସମୟରେ ପୋଲିସ ଷ୍ଟେସନରେ ଠିକ ଠାକ ଥିଲେ, କିନ୍ତୁ ତାପରେ ଗଲା ପରେ ସେ ଗୋଟେ ଛୁରାମାଳ ହେଇଗଲା। ତେଣୁ ଏଟାକୁ ସିସିଟିଭି ଫୁଟେଜ ଚେକ୍ କଲେ ପୁଙ୍ଖାନୁ ଭାବରେ କ୍ଲିୟର ହେଇଯିବ। ତେଣୁ ଆମର କିଛି ଏଥିରେ ଦ୍ୱିମତ ମାନେ ଡବଲ କଥା କିଛି କହିବାର ନାହିଁ। ମେଡିକାଲ ଟ୍ରିଟମେଣ୍ଟ ହେଇକି ଆସୁଛନ୍ତି, ଡାକ୍ତରଙ୍କୁ ପଚରା ଯାଉ, ଜେରା କରାଯାଉ। ଡାକ୍ତର ନିଶ୍ଚିନ୍ତ ଭାବରେ ତାଙ୍କ କ୍ଲିୟର କଥା କହିବେ ଯେ କଣ ହେଇଛି କଣ ନାହିଁ। କିନ୍ତୁ ଯୋଉମାନେ ବିଗତ ଦିନରେ ବାହାସ୍ପଟ ଫୁଟାଣି କଥା କହୁଥିଲେ, ଆଜି ସେମାନେ ଗୁଣ୍ଡାଗର୍ଦି କରି ଆଜି ମାରାତ୍ମକ ଅସ୍ତ୍ରରେ ଆଜି ଆକ୍ରମଣ କରୁଛନ୍ତି। ଧାରୁଆ ଅସ୍ତ୍ର ଆଜି କାହାକୁ ଆକ୍ରମଣ କରୁଛନ୍ତି ନା ସେଠି କାର୍ଯ୍ୟରତ ଥିବା ଷ୍ଟାଫ ନର୍ସ ମାନଙ୍କୁ ଆକ୍ରମଣ କରୁଛନ୍ତି। ତା ସହିତ ଏଠି ମହିଳା ମାନେ ଅଛନ୍ତି, ଯୋଉ ମହିଳା ନର୍ସ ମାନେ ଏଥିରେ ଡ୍ୟୁଟି କରୁଥିଲେ, କି ଆପଣ ସିସିଟିଭି ଫୁଟେଜ ମଧ୍ୟ ଦେଖିପାରିବେ। ତାଙ୍କୁ ଯାଇକି ଜବରଦସ୍ତି ତାଙ୍କ ରେଜିଷ୍ଟର ଛଡା ଯାଉଛି, ରେଜିଷ୍ଟର ଫଟୋ ଉଠା ଯାଉଛି। ଆରେ ଯୋଉ ମନୋଜ ସାହୁ ବାବୁ ଆଜି ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନେ ବାହାସ୍ପୋଟ ମାରୁଥିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ସେମାନେ ଆଜି ମହିଳା ମାନଙ୍କୁ ଦୁର୍ବ୍ୟବହାର, ଛୁରୀ ମାଡ଼ ଏସବୁ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଆପଣ ଆଜି ମାନେ ଦେଖିଲେ, ଆଜି ଥାନାରେ ଏଫଆଇଆର ମଧ୍ୟ ହେଇଛି। ୟା ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ। ଖୁବ କମ ଦିନ ଭିତରେ ଗିରଫ ମଧ୍ୟ ହେବେ। ଏକଥା ବି ଆମେ ଆଜି ସାର୍ଙ୍କ ସହିତ ଆଇଏସି ସାର୍ଙ୍କ ସହିତ ଆଲୋଚନା କରିଛୁ, ଏସଡିପିଓ ସାର୍ଙ୍କ ସହିତ ଆଲୋଚନା କରିଛୁ ଏବଂ ଖୁବ କମ ଦିନ ଭିତରେ ସେ ଗିରଫ ମଧ୍ୟ ହେବେ। ଦେଖନ୍ତୁ ସିସିଟିଭି ଫୁଟେଜ ଅଛି, ଆମେ ଆପଣଙ୍କ ଆଗରେ ଏଇନେ ସିସିଟିଭି ଫୁଟେଜ ଦେଖେଇବୁ। ଆମେ ସିସିଟିଭି ଫୁଟେଜ ଆପଣ ଦେଖନ୍ତୁ, କିଏ ଭିତରକୁ ଯାଇଥିଲା, କିଏ ମାରିଥିଲା। ଦୋଷୀ ନିଶ୍ଚିନ୍ତ ଭାବରେ ଦଣ୍ଡ ପାଇବ। ଇଏ ମୋହନ ସରକାର, ଏ ନିଶ୍ଚିନ୍ତ ଭାବରେ ଦଣ୍ଡ ପାଇବେ। ଇଏ ଭାରତୀୟ ଜନତା ପାର୍ଟିର ସରକାର, ଏଥିରେ ନିଶ୍ଚିନ୍ତ ଭାବରେ ଦଣ୍ଡ ପାଇବେ। ଏଥିରେ ସ୍ଥାନ ନାହିଁ। ଯିଏ ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବ ସେ ଦଣ୍ଡ ପାଇବ। ସ୍ୱପ୍ନର ଗାଡି କିଣିବା ଏବେ ଆଉ ସ୍ୱପ୍ନ ନୁହେଁ। ଓଡ଼ିଶାର ସବୁଠୁ ଟ୍ରଷ୍ଟେଡ୍ ପ୍ରି ଓନ୍ଡ କାର ବ୍ରାଣ୍ଡ କାରମାର୍ଟ ଏବେ ଖୋଲି ଯାଇଛି ଆଦିତ୍ୟ ହୁଣ୍ଡାଇ ପାଖ ଗୋହେରିଆ ଟମାଣ୍ଡୋରେ। 500ରୁ ଅଧିକ କ୍ୱାଲିଟି ଚେକ୍ କାର୍, ସହଜ ଫାଇନାନ୍ସ, ଇନଷ୍ଟାଣ୍ଟ ଏକ୍ସଚେଞ୍ଜ ଏବଂ ସମ୍ପୂର୍ଣ୍ଣ ଟ୍ରାନ୍ସପରେନ୍ସି। ଆଜି ଭିଜିଟ୍ କରନ୍ତୁ ଓଡ଼ିଶା's ଲାର୍ଜେଷ୍ଟ ୟୁଜ୍ଡ କାର ଶୋରୁମ କାରମାର୍ଟ at Goheria Square near Aditya Hyundai Tamando.